ନମ୍ବର 1 ଘରର କବାଟ ଓ ଝରକା ଉପରେ ପାଲଟା ଲୁଗା ଏବଂ ଗାମୁଛା ରଖନ୍ତୁ ନାହିଁ। ନମ୍ବର 2 ଗାଧୋଇବା ପରେ ପାଲଟା ଲୁଗାରୁ ଝରୁଥିବା ପାଣି କୌଣସି ବ୍ୟକ୍ତି ଉପରେ ପଡ଼ିଲେ ଅମଙ୍ଗଳ ହୋଇଥାଏ। ଏଥିପ୍ରତି ସତର୍କ ହେବା ଆବଶ୍ୟକ। ନମ୍ବର 3 ପୂଜା କରିବା ବେଳେ ପୁରୁଷମାନେ ମା ଦୁର୍ଗାଙ୍କ ଫଟୋ ବା ମୂର୍ତ୍ତିରେ ସିନ୍ଦୁର ଲଗାଇବା ଉଚିତ ନୁହେଁ। ନାରୀମାନେ ହନୁମାନଙ୍କ ଫଟୋ ମୂର୍ତ୍ତିରେ ସିନ୍ଦୁର ଲଗାଇବା ଉଚିତ। ନମ୍ବର 4 ଠାକୁର ଘରେ ଗୋଟିଏ ଶଙ୍ଖ ନ ରଖି 2ଟି ଶଙ୍ଖ ରଖିଲେ ଉନ୍ନତି ହୋଇଥାଏ। ନମ୍ବର 5 ରୋଷେଇ ଘରକୁ କଳା କିମ୍ବା ନୀଳ ରଙ୍ଗ କରନ୍ତୁ ନାହିଁ। ଯଦି କଳା ରଙ୍ଗ ବା ନୀଳ ରଙ୍ଗ କରିଛନ୍ତି ତେବେ ସେହି ଘରେ ନାଲି ରଙ୍ଗର ଲାଇଟ୍ ଲଗାନ୍ତୁ। ନମ୍ବର 6 ଚୁଲିରେ ଘିଅ ବସାଇବା ବ୍ୟକ୍ତି ଘିଅ ଓହ୍ଲାଇଲେ ଶୁଭ ଫଳ ମିଳିଥାଏ। ନମ୍ବର 7 ଘରେ ଯଦି କଳା ପିମ୍ପୁଡ଼ି ଡିମ୍ବ ଧରି ବାହାରିଲେ ଶୁଭ ହୋଇଥାଏ, କିନ୍ତୁ ନାଲି ପିମ୍ପୁଡ଼ି ବାହାରିଲେ ଅଶୁଭ ହୋଇଥାଏ। ନମ୍ବର 8 ଘରେ ଅଶୁଭ ଫଳ ଘଟୁଥିଲେ ବୁଧବାର ଦିନ ଗଣେଶଙ୍କୁ ଦୁବ ଚଢ଼ାନ୍ତୁ ଓ ମୁଗରେ ତିଆରି ଲଡୁ ଅର୍ପଣ କରନ୍ତୁ ଏବଂ ଗାଈକୁ ଦୁବ ଘାସ ଖାଇବାକୁ ଦିଅନ୍ତୁ। ନମ୍ବର 9 ଭୋଜନ ଘରର ଉତ୍ତର ଦିଗ କାନ୍ଥରେ 2ଟି ମାଛର ଚିତ୍ର କିମ୍ବା ମାଛର ମୂର୍ତ୍ତି ରଖନ୍ତୁ। ଶରୀର ସୁସ୍ଥ ରହିବା ସହିତ ଅଶାନ୍ତି ଦୂର ହେବ। ନମ୍ବର 10 ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରର ଦ୍ୱାର ମୁହଁରେ ହଳଦିଆ ଚିତା ଉପରେ ଏକ ଲାଲ ଚିତା ଆଙ୍କନ୍ତୁ। ଏହା 1 ବର୍ଷ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରେ। ନମ୍ବର 11 ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ 2ଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମରେ ସଜାଇ ରଖନ୍ତୁ। ନମ୍ବର 12 ବୁଡ଼ି ଯାଉଥିବା ଡଙ୍ଗା କିମ୍ବା ମହାଭାରତ ଯୁଦ୍ଧର ଫଟୋ ଘରେ ଟାଙ୍ଗନ୍ତୁ ନାହିଁ। ନମ୍ବର 13 ଘର ସାମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ। କଣ୍ଟା ଗଛ ରଖନ୍ତୁ ନାହିଁ ଏବଂ କ୍ଷୀର ବାହାରୁଥିବା ଗଛ ରଖନ୍ତୁ ନାହିଁ। ନମ୍ବର 14 ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଜୋତା ଚପଲ ରଖନ୍ତୁ ନାହିଁ। ନମ୍ବର 15 ଅନ୍ଧାରୁଆ ସ୍ଥାନରେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ। ନମ୍ବର 16 ପାଇଖାନା ସର୍ବଦା ଘରର
ପଛ ପଟରେ ରହିବା ଆବଶ୍ୟକ ଏବଂ ଠାକୁର ଘର ଆଉ ପାଇଖାନା ଘର ପାଖାପାଖି ରଖିବା ଅନୁଚିତ। ନମ୍ବର 17, ଘରେ ଆପଣ ଠାକୁର ପୂଜା କରୁଛନ୍ତି ଯଦି ଆପଣ ଯୋଡ଼ାଏ ଶଙ୍ଖ ଠାକୁରଙ୍କ ପାଖରେ ରଖି ପୂଜା କରନ୍ତୁ ତାହେଲେ ଘରର ବହୁତ ଶୁଭ ହୋଇଥାଏ। ନମ୍ବର 18, ଶନିବାର ଦିନ ଲୁହା ଚମଡ଼ା ଜାତ ଦ୍ରବ୍ୟ ତେଲ ଲୁଣ ଏବଂ କୋଇଲା କିଣନ୍ତୁ ନାହିଁ ବା ଘରକୁ ଆଣନ୍ତୁ ନାହିଁ। ନମ୍ବର 19, ଘରେ ଯଦି ନେଉଳ ଧଳାପାରା କିମ୍ବା ଧଳା ପାରାର ମୂର୍ତ୍ତିଟିଏ ରଖନ୍ତି ତେବେ ଘରର ମଙ୍ଗଳ ହୋଇଥାଏ। ନମ୍ବର 20, ଛେଳି ଖୁରାର ଧୂଳି ଘୁଷୁରି ଗୋଡ଼ର ଧୂଳି ଛାଞ୍ଚୁଣିର ଧୂଳି ଏବଂ ରଜସ୍ପଳା ନାରୀର ପାଦଧୂଳି ଠାକୁର ଘରେ ପଡ଼ିଲେ ଅଶୁଭ ହୋଇଥାଏ। ନମ୍ବର 21, ପୂଜାରେ ତମ୍ବା ବାସନ ବ୍ୟବହାର କଲେ ଶୁଭଫଳ ମିଳିଥାଏ ଏବଂ ସୂର୍ଯ୍ୟଙ୍କୁ ପାଣି ଦେବା ବେଳେ ଆଙ୍ଗୁଳିରେ ତମ୍ବା ମୁଦି ଥିଲେ ଶୁଭଫଳ ମିଳିଥାଏ। ନମ୍ବର 22, କାଚ ପାତ୍ରରେ ଲୁଣ ରଖିଲେ ଶୁଭଫଳ ମିଳିଥାଏ। ନମ୍ବର 23, ମହୁଫେଣା ଘରେ କିମ୍ବା ବାଡ଼ିରେ ରହିଥିଲେ ଶୁଭ। ନମ୍ବର 24, ରବିବାର ଦିନ ବେଲଗଛ ମୂଳରେ ଧୂପ ଜଳାନ୍ତୁ ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ। ଏପରି 7ଟି ରବିବାର କରିବା ଦ୍ୱାରା ମନସ୍କାମନା ନିଶ୍ଚିତ ପୂରଣ ହୋଇଥାଏ। ନମ୍ବର 25, ଘରେ ବ୍ୟବହୃତ ପାଣି ଟ୍ୟାପରୁ ପାଣି ବନ୍ଦ ପରେ ପାଣି ଝରିଲେ ଘରର ଅମଙ୍ଗଳ ହୋଇଥାଏ। ନମ୍ବର 26, ତଳେ ବସି ଠାକୁର ପୂଜା କଲେ ଦୁଃଖ ମିଳେ। ପଥର ଉପରେ ବସି ପୂଜା କଲେ ରୋଗ ବୃଦ୍ଧି ହୋଇଥାଏ। କାଠର ପିଢ଼ା ଉପରେ ବସି ପୂଜା କଲେ ଦୁର୍ଭାଗ୍ୟ ମାଡ଼ିଥାଏ। କୁଶ କିମ୍ବା କପଡ଼ା ଆସନ ଉପରେ ବସି ପୂଜା କରିବା ଉଚିତ। ନମ୍ବର 27, ଗାଧୋଇବା ପରେ ନଖ କିମ୍ବା ଦାଢ଼ି କାଟନ୍ତୁ ନାହିଁ। ନମ୍ବର 28, ଗାଈ ଖୁରାର ଧୂଳି ଧାନର ଧୂଳି ଭଣଜାର ପାଦଧୂଳି ଘରେ ପଡ଼ିଲେ ଶୁଭ ହୋଇଥାଏ। ନମ୍ବର 29, ଗଡ଼ରେଜର ମୁହଁ ଦକ୍ଷିଣ ଦିଗକୁ କରି ଘରେ ରଖନ୍ତୁ ନାହିଁ। ନମ୍ବର 30, ଶନିଦେବଙ୍କ ମୂର୍ତ୍ତି ଘରେ ରଖି ପୂଜା କରନ୍ତୁ ନାହିଁ। ନମ୍ବର 31, ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ରଖନ୍ତୁ ନାହିଁ ଅଚଳ ଘଣ୍ଟା ରଖନ୍ତୁ ନାହିଁ ଏବଂ ଘଣ୍ଟାର ସମୟ ଆଗକୁ ରଖନ୍ତୁ। ନମ୍ବର 32,
ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି ଚୋର ଏବଂ ବଜ୍ର ଭୟ ହୋଇନଥାଏ। ନମ୍ବର 34 ପିତ୍ତଳ କିମ୍ବା ତମ୍ବା ପାତ୍ରରେ ଖାଆନ୍ତୁ। ଯଦି ନାହିଁ ତାହେଲେ କଦଳୀ ଶାଳ କିମ୍ବା ପଦ୍ମ ପତ୍ରରେ ଭୋଜନ କଲେ ମଙ୍ଗଳ ହୋଇଥାଏ। ନମ୍ବର 35 ଘର ପାଖରେ କଇଁଆ ଗଛ, ତାଳ ଗଛ ଏବଂ ବାଉଁଶ ଗଛ ରଖନ୍ତୁ ନାହିଁ। ନମ୍ବର 36 ଗୁରୁବାର ଦିନ ଏବଂ ଶନିବାର ଦିନ ଘରୁ ଲୁହା ଜିନିଷ ବିକ୍ରି କରନ୍ତୁ ନାହିଁ। ନମ୍ବର 37 ପ୍ରତି ସୋମବାର ଦିନ ଧଳା ମନ୍ଦାର ଭଗବାନ ଶିବଙ୍କୁ ଅର୍ପଣ କଲେ ଘରକୁ ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ। ନମ୍ବର 38 କେବଳ ଠାକୁର ଘର ଛଡ଼ା ଅନ୍ୟ ଘରେ ମହାଭାରତର ବହି କିମ୍ବା ମହାଭାରତ ଯୁଦ୍ଧ ଫଟୋ ରଖନ୍ତୁ ନାହିଁ। ନମ୍ବର 39 ବୁଡ଼ି ଯାଉଥିବା ଡଙ୍ଗା କିମ୍ବା ମହାଭାରତ ଯୁଦ୍ଧର ଫଟୋ ଘରେ ଟାଙ୍ଗନ୍ତୁ ନାହିଁ। ନମ୍ବର 40 ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ 2ଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମରେ ସଜାଇ ରଖନ୍ତୁ।